ଅଭିଯୋଗ ଯେଉଁ ସୋସିଆଲ ମିଡ଼ିଆରେ କରୁଛନ୍ତି ଗୋଟେ ଆଇଡ଼ିରେ ଛାଡ଼ୁଛନ୍ତି ସବୁ ଜିନିଷ ଇଏ ଭିତ୍ତିହୀନ। ଆପଣମାନେ ତ ଭାରତବର୍ଷ ଚତୁର୍ଥ ସ୍ତମ୍ଭ, ଆପଣମାନେ ସବୁ ଜାଣିପାରୁଥିବେ। ଆପଣମାନେ ଲୋକଙ୍କ ଯେଉଁ କେସ୍ ଦୋଟି କେସ୍ ପଞ୍ଚାୟତରେ 3 ଦିନ ହେଲା ଲାଗି ରହିଛି। ଗୋଟେ ଗୋଖା ସାହି ହରିଜନ ସାହିର କେସ୍, ସେ ତାଙ୍କ ପାରିବାରିକ କ'ଣ ପଇସାକୁ ନେଇକି ହେଇଛି। ସିଏ କେସ୍ ବିଷୟରେ ମୁଁ ବୁଝିଲା ବେଳକୁ କଂଗ୍ରେସ ଲୋକ ବିଜେପି ଲୋକଙ୍କର ହେଇଛି। ଏଥିରେ କୌଣସି ମୋ ପାଖକୁ ଯେଉଁ ଲୋକ ସବୁ ଆଇଥିଲେ ସେମାନେ ଆସି ପହଞ୍ଚିଥିଲେ। ମୁଁ କହିଲି ଯାଅ ଆଇନର ଆଶ୍ରୟ ନିଅ, ଆଇନ ତାର ପୋଲିସ ତାର ଇନଭେଷ୍ଟିଗେସନ କରିବ, ଦୋଷୀ ଦଣ୍ଡ ପାଇବ। ଏ ବିଷୟ ନେଇକି ମୁଁ ଥାନାରେ ଯାଇଥିଲି, ପହଞ୍ଚିଲି। ମୋର ଯେଉଁ ଆମର କୃଷ୍ଣ ନନା ଯିଏ ବିଧାୟକ ପ୍ରାର୍ଥୀ ହେଇଥିଲେ ତାଙ୍କ ସହିତ ମୋର ଯୁକ୍ତି ବି ହେଇଥିଲା। ମୁଁ ବି ତାଙ୍କୁ କହିଥିଲି, ମୁଁ ନନା ଆପଣ ଯଦି ଭାବୁଛନ୍ତି ଜିନିଷ କେଉଁଠି ଭୁଲଭାଲ ହେଉଛି ଆପଣ ଚାଲନ୍ତୁ, ମୁଁ ଯିବି ଥାନା ଅଫିସର IICR ଚାଲନ୍ତୁ, ଆପଣ ନିଜେ ଜାଣନ୍ତୁ ଦୋଷୀ କିଏ, ଦୋଷୀ ଯିଏ ଦଣ୍ଡ ପାଉ। ସେଥିରେ ବିଜେଡି କଂଗ୍ରେସ ବିଜେପି ଆମେ ଚାହୁଁ। ଆଉ ଆପଣ ଯେଉଁ ବାରମ୍ବାର କଥା ଉଠାଉଛନ୍ତି ଯେ ବିଜେଡି ବାଡୁଛି ସରପଞ୍ଚ ମାରୁଛି, ସରପଞ୍ଚ ତ ଗୋଟେ କଥା ହେଉଛି ସମସ୍ତଙ୍କର, ବିଜେପି ହଉ କଂଗ୍ରେସ ହଉ ବିଜେଡି ହଉ ସମସ୍ତଙ୍କ ସରପଞ୍ଚ। ଆଉ ସରପଞ୍ଚ ପଞ୍ଚାୟତ ମୋର, ନନା ହେଉଛନ୍ତି ବିଧାୟକ ପ୍ରାର୍ଥୀ। ସିଏ ଜଣେ ଯେ ସରପଞ୍ଚଙ୍କ କେସରେ ମୁଣ୍ଡ ପୁରଉଛନ୍ତି, କହୁଛନ୍ତି ବାରମ୍ବାର ମଣ୍ଟୁ ମଣ୍ଟୁ ମଣ୍ଟୁ। ଆପଣ ସର୍ବପ୍ରଥମେ ଯେଉଁ ବିଜେପି ଦଳର ନେତୃତ୍ୱ ନେଇଛନ୍ତି, ନେତୃତ୍ୱକୁ ଲୋକଙ୍କ କାର୍ଯ୍ୟରେ ନିଭାନ୍ତୁ, ଲୋକଙ୍କ କାର୍ଯ୍ୟ କରନ୍ତୁ, ଲୋକଙ୍କ ମନ ଜିତନ୍ତୁ। ଇଏ ହିସାବ ଯେଉଁ ଉଦ୍ଦେଶ୍ୟମୂଳକ ଜୁଆଣିଆ ଆକୃତିରେ ଇଏ କରିବାର କାରଣ ହେଉଛି କ'ଣ? ମୁଁ ଆଜ୍ଞା ବିଜେଡିର ସମର୍ଥନ ପ୍ରାର୍ଥୀ, ମୁଁ ବିଜେଡି କି ସମର୍ଥନ କରେ। ମୋ ନେତା ମୋତେ ଏତିକି ଶିଖେଇଛନ୍ତି, ଆମେ ଲୋକଙ୍କ କାମ କରୁଛୁ, ଲୋକଙ୍କ ଆଶୀର୍ବାଦ, ଲୋକଙ୍କୁ ଭୋଟ ଦେଉଛୁ। ଇଏ ଯେଉଁ କିଏ କେଉଁଠି କାହାର ସୋସାଇଟି କେସ୍ ହେଲା, କେଉଁଠି କାଲି ଗୋଟେ ପମ୍ପ ଡ୍ରାଇଭରଙ୍କ ମାଡ଼ ଗୋଳ ହେଇଛି, ଜଣଙ୍କର ମୁଣ୍ଡ ଫାଟିଛି ମୋରି ପଞ୍ଚାୟତ, ସେଥିରେ ବି ସୋସିଆଲ ମିଡ଼ିଆରେ ୟାଡୁ କହୁଛନ୍ତି। ଆପଣ ସିଧା ମୁଁ ମିଡ଼ିଆ ଭାଇମାନଙ୍କୁ ଅନୁରୋଧ କରୁଛି, ଆପଣ ଯାଆନ୍ତୁ, ଆପଣ ସେମାନଙ୍କ ଲୋକଙ୍କ ପ୍ରତିକ୍ରିୟା ନିଅନ୍ତୁ। ଯେଉଁ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ଦୋଷୀ ଦଣ୍ଡ ପାଉ। ସେଥିରେ ଯଦି କୌଣସି ସହଯୋଗ କରିବାର ଅଛି ମୋତେ ସହଯୋଗ ମାଗିଲେ ଥାନାଠୁ ହୋଇକି ମିଡ଼ିଆ ଭାଇମାନେ ମୁଁ 100% ସହଯୋଗ କରିବି। ଆଉ ଯେଉଁମାନେ ଖଳ ପ୍ରସ୍ତୁତି ଲୋକ, ଏ ଯେଉଁ ପାଖ ଜୁଆଣିଆ ଗୋବିନ୍ଦପୁର କିଛି ଲୋକ ବାହାରିଛନ୍ତି, ସେମାନଙ୍କୁ ମୁଁ କହୁଛି ସେମାନେ ଲୋକଙ୍କ କାମରେ ଆସନ୍ତୁ। ଯଦି ବାହାଦୁରୀ ଦେଖାଇବାର ଅଛି ଲୋକଙ୍କ କାମ କରି ଲୋକଙ୍କଠୁ ମନ ଜିତନ୍ତୁ। ଆଗାମୀ ଦିନରେ ସେ ଯେକୌଣସି ଦଳରେ ରୁହନ୍ତୁ, ଲୋକଙ୍କ କାମ କରିକି ଭୋଟ ନିଅନ୍ତୁ। ଆଉ ଔଷଧ ନ ଖାଇ ତାଟିଆ କାମୁଡ଼ିଲେ କ'ଣ ହବ? ଲୋକ ତ ତାଙ୍କୁ ଗ୍ରହଣ କରୁନାହାନ୍ତି, କଲେ କ'ଣ ହବ? ଆଗରୁ ପଇସା ପତ୍ର ସେ ସୋସାଇଟି ପଇସା ନେଇଥିଲା ତା ମଗାମଗି କଲେ। ସଂଯୁକ୍ତା ମଳିକ ମଗାମଗି କଲେ, ଯଦି ତା ଝିଅ କହିଲା ଆସିକି ଅଶୋକ ଭାଷାରେ ସେ ଦବନି, କ'ଣ ତମେ ଛିଣ୍ଡେଇବ ଆମେ ଦେଖିବୁ। ଇଏ କହିଲେ ଛିଣ୍ଡେଇବ କ'ଣ? ଇଏ ପ୍ରେସିଡେଣ୍ଟ କହିଲେ ତୁ କେସ୍ ତୁ ତ କହିପାରିବୁନି ପବ୍ଲିକ, ତୋ ମାଆର ତାଙ୍କର କଥାବାର୍ତ୍ତା ଭଲ କଥାବାର୍ତ୍ତା କଲେ, ତୁ କ'ଣ ଏମିତି କଥାବାର୍ତ୍ତା କଲୁ? ମୋ ଝିଅ କହିଲା ତୋର କ'ଣ ଦରକାର, ତୁ ଆଇଛୁ ମୁଁ ବି ଆଇଛୁ ବାହାରିଲା। ମୋ ଝିଅକୁ ଧରି ପେଲିଦେଲା ପରେ ମୋ ଝିଅ ନଉଟି ପଇଲା, ତାକୁ ବହୁତ ପକେଟେକି ମାଇଲେ। ସାରେ ଏଇଠି ଆଗ ଦିନ ହେଇଥିଲା ସେଠି, ଯୋଉଦିନ ପଳେଇନି ଏଇଠି। ଆଉ ସେଠି ଆମ ଦୁଆରେ କତିରେ ମାଇଲେ, ଆମେ ଦାଣ୍ଡ ପାଖରେ ଏଠୁ ମାରଧର କରି ଯାହା ହଉ ଭଙ୍ଗେ ଭଙ୍ଗେ ରାତିରେ ରହିଲେ। ଆମେ ଥାନାକୁ ଗଲୁ, ସେ ବି ଗଲେ। ଥାନା ଗଲା ଭିତରେ ଥାନା ବାଲା ତାଙ୍କର ଏପର୍ଯ୍ୟନ୍ତ କିଛି ଥାନା ବାଲା ଆସିନଥିଲେ। ତା ଦିନ ସକାଳେ ଥାନା ବାଲା ମତେ କହିଲେ, ସାରେ କହିଲେ ଆପଣ ପଳନ୍ତୁ, ଆପଣ ଜଣେ ଭଦ୍ରଲୋକ, ଆଉ ପାଟିତୁଣ୍ଡ କରିବେନି, କାହିଁ ଶୁଣୁ ମୁଁ ସାର୍ ଯଦି ମୁଁ ପାଟିତୁଣ୍ଡ କରେ ମତେ ଘର ପାଖରୁ ବାନ୍ଧିକି ଆଣିବେ। ଯଦି ମୁଁ ପାଟିତୁଣ୍ଡ କରେ ଗୋଲମଳି ପାଟିତୁଣ୍ଡ କରେ ମୋ ଘର ପାଖରୁ ବାନ୍ଧିକି ବାଡ଼େ ବାଡ଼େକି ଆଣିବେ। ମୁଁ ପଳେଇ ସାରେ ପାରାଦୀପ ପାଖକୁ ଆର୍ତେଶ୍ୱର ମନ୍ଦିର, ଆମେ ବର୍ଷରେ 3 ଥର ଯାଉ। ମତେ ସେ ଠାକୁରଙ୍କର ଦୟା, ଆମେ ସ୍ୱାମୀ ସ୍ତ୍ରୀ ପଳେଇନୁ ଗାଡ଼ି କରି ଆର୍ତେଶ୍ୱର ମନ୍ଦିର କିଛି ବାଟ ହେଇଛି। ତାପରେ ଖବର ପହଞ୍ଚିଲା ଯେ ଏୟା କଥା ହେଇଛି, ଯେ ଆଉ ଆମ ବଂଶ ପରିବାର କିଛି ନାହିଁ। କ'ଣ ହେଇଛି? ମୋ ନାତିକିଟି କାନ୍ଦିକି କହୁଛି, ଜଜଲ କାହାରିକି ରଖିଲେ ମାରିକି, ମାନେ ନିରଞ୍ଜନ ମଳିକି ପକେଇକି ମାରିକି ତା 3 ଜଣ ତା ସଂଯୁକ୍ତା ମଳିକି, ତା ଗୀତା ରୀତା ତା ଝିଅ, ଇଏ ତାର ଗୋଡ଼େଇକି ବାଡ଼ଉଛି।
पकई कंटी चिपिकी नंगला मुगला कर ब्लाउज छिंडी जाइए देखिए जदि मो नाती हावली खाई पारू मो नाती की पछरे कटुरी आली हाणी बकड़े छुआ हाली खाइले जहा ठाकुर दर्शन करी मुसली एमाने थाना गले थाना को गले जदि किंतु आमे एमाने थाना गले आमर बीजेपी मु ये 4 वर्ष है आम बीजेपी मिसी जे कुष्टियाना को आम दांडर आणिकी 8 मास 9 मास आगुरी मुझे मीटिंग करेनी लोक किसी संग्रह करनी मो भाई मो नाती पुओ भाई गले ये 4 दिन है मीटिंग है 8-10 जन बठेनी बठेला परे कुष्टियाना बर्तमान ये कांग्रेस को साहय किंतु आमको बारण कला आमको साहय कांग्रेस को साहय है 2 दिन है तो प्रशांत सामल ना डाक नाकुना सी 2 दिन है जो धंदा 2-3 दिन है मिसिकी जुआणिया पंचायत को छारखार करे बोली तार रहा कुष्टियाना बुद्धि रे जे कुष्टियाना को आमे एते माने रिक्वेस्ट करूँ जे कुष्टियाना संपूर्ण कांग्रेस को साहय कला पुलिस आसिले मु तो मोर असुविधा पुलिस आसिले मु भेटे नहीं पुलिस काली आसते रुह जदि यार किसी प्रतिकार विचार सार न करती आम जो सरपंच भूमिका सरपंच भूमिका किसी ना सरपंच दोष दिंतु ना किंतु आम सरपंच पाखु एम जीवन बेले जीवार सरपंच कहला तुम गोटे काम कर थाना को पला मु कौन करी मोर तो सब कांग्रेस बिजेडी बीजेपी सब लोक तुम थाना को पला तुम प्रति अत्याचार जदि ये 3.5 वर्ष हम जो पंचायत सरपंच कैंडिडेट भाव छिड़ा 32 खंड भोट हारीगली आउ मो पाखर जो लोक सब थे सी विधिवत भाव हईराण होती हईराण हरकत होती से जनसाधारण जानी आली आली निर्वाचन मंडल भी जानी 34 पंचायत आली आउ देखु सबुठारु माने जुआनिया पंचायत होची माने सब लोक हईराण होती केस बास झंबिला सब आपड़ भी जानते साधारण लोक भी जानते मु बीजेडी थी 3.5-4 वर्ष है बीजेडी काम करूली मु देखिली बीजेडी मो लोक मैंने सब हईराण हेले मु आज बीजेपी रे भारतीय जनता पार्टी रे 19-18 तारिख रे मिसिली मिसला मत जदि लोक न भल पाँच मो पाख लोक कहीं आसुँच मो लोक को विधिवत भाव हईराण करा लोक देखुं समस्ते सोशल मीडिया भी देखुं माने हणाकटा भी करुँच मारुंच ताने कौन जी लोक चाहिए एठिकी बीजेपी के आसापी लोक हाणवे मारे मौलिक अधिकार अच्छी से जोड़ी जापरें से क्या कथार रही जहाँ को लोक भल पाइबे ता पाखर रे यहाँ हूँ मो कथा लोक सब जानते कौन हो कौन ना लोक क्या भल पाइबे क्या रखिए लोक जवाब देवे सरकार भी चेंज है आज आज ओडिशा रे परिवर्तन है ब्लॉक भी परिवर्तन हम पंचायत भी परिवर्तन हम मिसिया पर आमे कहीं हईसई कर लोक साधारण लोक जानते साधारण लोक मनर भी अच्छी मु कौन करी कौन ना लोक जानते मुझे साधारण घर पिलाटे मु कार केबे हईराण करना मैं करी ना केबे भी मु लोक पाखर अच्छी लोक पाखर रही मु जितवा हारिबा मैटर नुह अपपचार लोक पचारतु मु कौन कही लोक पचारे लोक कहे मु भल खराब लोक जनइबे लोक कहे।